କାରଣ ଯିଏ ବି କ୍ରାଇଷ୍ଟକୁ ଆସିଲେ ପ୍ରଭୁଙ୍କୁ ଧନ୍ୟବାଦ ବୋଲି ବାଧ୍ୟ ବି କରେ। ଅନ୍ୟ ସମୟରେ ନୁହେଁ। ଯିଏ ବି ଲିପିଟକୁ ଆସିଲେ ଧନ୍ୟବାଦ, କିନ୍ତୁ ଅନ୍ୟ ସମୟରେ ଆମେ ସେହି ଦୃଢ ସେହି ଟଚ୍ ଭିତରେ ରହିପାରୁନାହୁଁ। ତଥାପି ପ୍ରଭୁ ପ୍ରଶଂସନୀୟ, ଗୌରବ, ପ୍ରଭୁଙ୍କ ଆଶ୍ଚର୍ଯ୍ୟ ନାମ ଧନ୍ୟ। ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଆଜିର ଆୟୋଜକ ମଣ୍ଡଳୀ କତିରେ ମଧ୍ୟ ଧନ୍ୟବାଦ ଜଣାଉଛି। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ ଏ ଦିନରେ, ସୁରକ୍ଷା ଦିଅନ୍ତୁ। ଆଉ ବିଶେଷ କରି ସମସ୍ତଙ୍କୁ ଅନୁରୋଧ କରିବି ଯେ ସମସ୍ତଙ୍କୁ ଖୋଲିବା ପାଇଁ, ସମସ୍ତ ଭିଡିଓ ଖୋଲିବା ପାଇଁ ଅନୁରୋଧ। ଅନେକ ଦେଖାଯାଉନାହାନ୍ତି, ଆଉ ସେଥିପାଇଁ ଆପଣ ଭାବନ୍ତୁ ଯେ ମୁଁ ଗୋଟେ ଗିର୍ଜାରେ ବସିଛି, ପ୍ରାର୍ଥନାରେ ବସିଛି, ଉପାସନାରେ, ମନ୍ଦିରରେ। ଏହା ଭାବିବା ଦରକାର, ଏହା ଜୁମରେ ନୁହେଁ। ମୁଁ ଭାବିବା ଦରକାର ଯେ ଗୋଟେ ଉପାସନାରେ ବସିଛୁ, ସେଇ ମୁଡରେ, ସେଇ ଭାବରେ, ସେ ଚିନ୍ତାରେ ଆମେ ପ୍ରଭୁଙ୍କ ଠାରେ ସମର୍ପଣ ପ୍ରାର୍ଥନା କରି ସର୍ବଶକ୍ତିମାନ ଗୌରବ ନାମ ଧନ୍ୟ। ତୁମେ ଯେପରି ଆଶ୍ଚର୍ଯ୍ୟ, ତୁମ କୃପା କରୁଣା ସେହିପରି ଆଶ୍ଚର୍ଯ୍ୟ ମହାନ। ଆଜିର ଅବକାଶ ପାଇଁ ତୁମକୁ ଧନ୍ୟବାଦ କରୁଛୁ, ପ୍ରାର୍ଥନା କରୁଛୁ ପ୍ରଭୁ ସମସ୍ତଙ୍କୁ ସ୍ପର୍ଶ କର, କଥା କୁହ, ମାନଙ୍କୁ ଶୁଣିବାକୁ ଦିଅ, ତୁମ ମୁଖମାନଙ୍କୁ ଦେଖିବା। ଆତ୍ମିକ ଭାବରେ ଆମମାନଙ୍କର ଚକ୍ଷୁ, ଆମମାନଙ୍କର କର୍ଣ୍ଣ ଭିତରେ ଗୌରବ ମହିମା ତୁମେ। ସମସ୍ତ ଭାଇ ଭଉଣୀ ମାନଙ୍କୁ, ସମସ୍ତ ଆତ୍ମା ମାନଙ୍କୁ ଆଶୀର୍ବାଦ ପ୍ରଭୁ ସୁନ୍ଦର ବୋଲି ପ୍ରାର୍ଥନା କରେ। ଆସନ୍ତୁ ପ୍ରିୟ ପ୍ରଭୁଙ୍କ ଦାସଦାସୀ ମାନେ, ଯେ ଶେଷ ସମୟରେ ଗୋଟିଏ ପ୍ରକାର ବିଷୟ ଆମକୁ ଦରକାର ନାହିଁ, ବହୁତ ବହୁତ ପ୍ରକାର ଜିନିଷ ଆମକୁ ଦରକାର। ଧର୍ମଶାସ୍ତ୍ରରୁ ଶାସ୍ତ୍ର ସମ୍ବନ୍ଧୀୟ, ଧର୍ମ ସମ୍ବନ୍ଧୀୟ, ଆଉ ଏପରି ଜାଣିବା ଦରକାର ଯେ ଭବ ସଂସାରରେ ପାରି ହେବା ପାଇଁ ଯାହା ଜାଣିବାକୁ ହବ ତାହା ଜାଣିବାକୁ ହବ ହିଁ। ପାରି ହେବା ପାଇଁ ଯାହା ଦରକାର ତାହା ଦରକାର ମନେ କରିବାକୁ ହବ ହିଁ। ଆପଣ ଟ୍ରେନରେ ଯାଆନ୍ତୁ, ପ୍ଲେନରେ ଯାଆନ୍ତୁ, କି ଆଉ ବସରେ ଯାଆନ୍ତୁ, ଯାହା ଯାହା ଦରକାର ତାହା ଦରକାର ହିଁ ଯୋଗାଡ଼ କରିବାକୁ ହେବ ହିଁ। ସେଭଳି ପ୍ରିୟ ଭାଇ ଭଉଣୀ ମାନେ, ଭବ ସାଗର ମୋହ ମାୟା ସଂସାର ପାରି ହେବା ପାଇଁ, ଆର ପାରିକି ଯିବା ପାଇଁ ଯାହା ସବୁ ଦରକାର ମେଟେରିଆଲ, ତାହା ସବୁ ଯୋଗାଡ଼ କରିବାକୁ ପଡ଼ିବ। ବାକ୍ୟ, ପବିତ୍ର ଆତ୍ମା, ପରିତ୍ରାଣ, ପୁନର୍ଜନ୍ମ, ଯୋଉ ଶବ୍ଦମାନ ଅଛି, ଏ ଶବ୍ଦମାନ ଆମର ଆପଣାର କରିବାକୁ ପଡ଼ିବ ହିଁ ପଡ଼ିବ। ଖ୍ରୀଷ୍ଟିଆନ ଘରେ ଜନ୍ମ ହେଲେ ଯଥେଷ୍ଟ ନୁହେଁ, ପୁନର୍ଜନ୍ମ, ପୁନର୍ଜନ୍ମ, ପରିତ୍ରାଣ, ପବିତ୍ର ଆତ୍ମା, ପରମେଶ୍ୱରଙ୍କର ବାକ୍ୟ ସଂଗ୍ରହ, ଏସବୁ ନିହାତି ନିହାତି ଯଥେଷ୍ଟ ଯଥେଷ୍ଟ ଦରକାର, ସଫିସିଏଣ୍ଟ ରହିବାକୁ। କାରଣ ମୋ ଟପିକକୁ ଯିବା ପୂର୍ବରୁ ଆଉ କହିବାକୁ ଚାହୁଁଛି, ଯୀଶୁ ଖ୍ରୀଷ୍ଟଙ୍କର ଅନୁବର୍ତ୍ତୀ 3 ବର୍ଷ କାଳ ଅତପ୍ରତ ଭାବରେ ଶିଷ୍ୟମାନେ ତାଙ୍କ ପଛରେ ରହିଲେ, ମଝି ମଝିରେ ମହତ୍ ମହତ୍ କାର୍ଯ୍ୟ ବି କଲେ। ମହତ୍ ମହତ୍ କାର୍ଯ୍ୟ ମାନେ, ଉଦାହରଣ ପାଇଁ କହିବି, ଗର୍ଦ୍ଧବୀ ଶାବକ ବାନ୍ଧି ରଖିଥିବା ଗର୍ଦ୍ଧବୀ ଶାବକ ଏମାନେ ଫିଟେଇ ଆଣିବେ। ଅନର ପରାମର୍ଶ ନ ନେଉ। ଦେଖନ୍ତୁ ଭାଇ, ବନ୍ଧା ହେଇଥିବା ଗର୍ଦ୍ଧବୀ ଶାବକକୁ ଫିଟାଇ ଆଣ। ଯିଏ ବାନ୍ଧିଛି ତାଙ୍କୁ ମାଗି ଆଣ ନୁହଁ, ଫିଟାଇ ଆଣ। ଏହା ହଉଛି ଗୋଟେ ଏକ୍ସଟ୍ରିମ ପାୱାର, ଏ ଶକ୍ତିରେ ବ୍ୟବହାର ହେଲେ। ଦ୍ୱିତୀୟ କଥା ହଉଛି, 5ଟି ରୁଟି କେବଳ 2ଟି ମାଛ, ହଜାର ହଜାର ଲୋକଙ୍କୁ ବାଣ୍ଟିବେ, ଆଖି ବୁଝା। ପ୍ରଭୁଙ୍କୁ ଧନ୍ୟବାଦ,
ए महत् कर्म व्यवहार हेले शिष्य आखि बुझी बांटे आपण मान गाँ गहली भोजी जो हो भोजी मटन बांटे समस्त स्पेशल लोक था बांटा केवल से बांटे अन्य माने बांटी पारे देखु प्रिय भाई बहन मैंने माछ दुईटी हजार हजार लोक लेखा अच्छे बाइबल जेते चाहिए सेते देले ए अद्भुत कर्म आज ठिया शिष्य आउ कहले रात्रि भोज देवाई जड़े लोक जल कुंप धरी जाऊथबो जो घरे प्रवेश करिवो से घरे तुम्हें प्रवेश करी गृहकर्ता पचार गुरु चाहूंगी से कोठी भोजी देवे से अतिथिशाला कहीं कहीं से अतिथिशाला माग बोली कह जाए ना कहीं बोली पचार यही अधिकार भोग करिसेंती शिष्य मान तथापि मोर कहबार अर्थ होची प्रतिज्ञात आत्मा न पाइब पर्यंत जेरुसालेम को जाओनी प्रिय भाई बहन माने टिके चिंता करिबा जे एमती काम रे व्यवहार हेले मध्य सेमानकु मुद्रांक हेबाकु पड़िबो पवित्र आत्मा द्वारा आज ख्रिस्टियन भावुची टिके लीड पाई गले टिके वाक्य प्रचार पाई गले टिके गीत गाइले टिके प्रार्थना कले आमे पवित्र आत्मा पाइछु एहा हिचु तेहा हिचु हमर सब एई जाइछि तो भाव पड़ो किंतु एथिरे केवल नुहे स्वतंत्र पड़ो पुनर्जन्म स्वतंत्र अनुभव करने पड़ो प्रिय भाई बहन माने मुद्रांकित स्वतंत्र होगा पड़ो शक्ति पाइबा पड़ो ही पड़ो आज कहि आपण मन को कम समय भितर दृढ़ीकरण अन्य सरल भाषा दृढ़ भाई बहन माने परमेश्वर जहाँ सब तैयारी सृष्टि दृढ़ीकृत भाव सृष्टि आकाश मंडल गगन मंडल पृथ्वी समुद्र पर्वत जावतीय प्रकृति परमेश्वर जहाँ सृष्टि कर दृढ़ भाव सृष्टि ताहा कि भांगी पारिबो नहीं आकाश मंडल कि ओलटई पारिबो नहीं चंद्र सूर्य नक्षत्र केही घुंचई पारिबो नहीं ताहा दृढ़ भाव में परमेश्वर स्थापन कर लेखा देछि जे उपरिस्थ आकाश मंडल जेते बेले से दृढ़ कले पड़िबा नहीं अवश्य समय अभाव हितोपदेश 8 पर्व 26 रु 28 पदले से आकाश मंडल को जेते बेले दृढ़ कले सेते बेले मुसेटारे थिली से सृष्टि को दृढ़ कर जो परमेश्वर से ही परमेश्वर लोक मान दृढ़ता को परमेश्वर दृढ़ता को कहूना किंतु विश्वासी मान दृढ़ता को कहना परमेश्वर लोक मान दृढ़ता को कहना चाहूँगी जे प्रकृत भाव आमे कौन कौन दृढ़ करने दरकार मुझा पूर्व टे आपण मान रिक्वेस्ट कौन भाई कि भौणी बाइबल पढ़ाई अच्छा कि पढ़ी पारे द्वितीय विवरण 11 पर्वर 22 पद देखु परमेश्वर ठारे आसक्त रहिबा दृढ़ भाव आसक्त रहिबा दरकार कारण सदा प्रभु तुम मानक परमेश्वर को प्रेम करने ताहांको समस्त पथरे चलिबाकू और ताहांको ठारे दृढ़ रूपे आसक्त हेबाकू एही जे समस्त आज्ञा मु तुम मानक पालन करने को देउ अछि ताहा सब जेबे तुमे माने यत्न पूर्वक मान्य करिवो। थैंक यू परमेश्वर ठारे दृढ़ भाव में आसक्त रहिबा प्रभु नाम धन्य हो दिने शिष्य मान को पचारे प्रभु जे अन्य समस्ते चली जाउछंती बैकस्लाइड तुम्हें माने कौन चली से पितर कहले गुरु आम्भे माने कहा पाखे आपण पाखे अनंत जीवन बाकी अच्छी आपण से ही पवित्र पुरुष आम्भे माने विश्वास करू एवं
ଜାଣୁ। ପ୍ରିୟ ଭାଇ ଭଉଣୀ ମାନେ, ଏହା ହଉଛି ଆସକ୍ତ। 70 ଜଣ ଶିଷ୍ୟ ମାନଙ୍କ ମଧ୍ୟରୁ ଅନେକ ଶିଷ୍ୟ ମାନେ ଛାଡି ଚାଲିଗଲେ ପ୍ରଭୁଙ୍କୁ କୌଣସି କାରଣରୁ। ତା ମୁଁ ବର୍ତ୍ତମାନ କହୁନାହିଁ। ଯୀଶୁ 12 ଜଣ ଶିଷ୍ୟ କହିଲେ, ତୁମେ ମତେ କଣ ଛାଡି ଚାଲିଯିବ? ଏଇଭଳି ଉତ୍ତର ଦେଲେ ଯେ ଆମେ କାହା ପାଖକୁ ଯିବୁ ଆପଣଙ୍କୁ ଛାଡି? ପ୍ରିୟ ଭାଇ ଭଉଣୀ ମାନେ, ଯୋଉମାନେ ବ୍ୟବସାୟ, ଜାଲ, ବାପା ମା ସବୁ ଛାଡି ଏକାଥରେ ପ୍ରଭୁଙ୍କ ପଛରେ ଲାଗି ରହିଲେ, ଏଭଳି ଆସନ୍ତ। ଗୋଟେ ଗୋଟେ ଶବ୍ଦକୁ ମୁଁ ବର୍ଣ୍ଣନା କରି ବ୍ୟାଖ୍ୟା କରିବା ସମୟ ନାହିଁ ଯେ ଆମର ଆସକ୍ତ ଲୋକର କିଛି ମେସେଜ ଦେବାର ଟାଇମ ନଥିଲେ ମଧ୍ୟ ବାଇବଲ ପଢିବା ଲୋକମାନେ ଅଛନ୍ତି ଦିନରେ। ପୁଲପିଟରେ ଠିଆ ହେବାର ଆବଶ୍ୟକ ନଥିଲେ ମଧ୍ୟ ବାକ୍ୟ ପଢିବା, ଦିନ ରାତି ପଢିବା ଲୋକ ଅଛନ୍ତି। ଏ ହଉଛି ବାକ୍ୟରେ ଆସକ୍ତ। ପ୍ରିୟ ଭାଇ ଭଉଣୀ ମାନେ, ପରମେଶ୍ୱରଙ୍କ ନିକଟରେ ଆସକ୍ତରେ ଦୃଢ ରହିବେ। ମୁଁ ସେକେଣ୍ଡ ଥିଙ୍ଗସ୍ କହିବି, ଋତ ଜଣେ ବିଜାତୀୟ ସ୍ତ୍ରୀ, ଅନ୍ୟ ଦେଶର ଅନ୍ୟ ଜାତିର ସ୍ତ୍ରୀ। ଆଉ ନୟମୀର ବହୁ ବି ଏତେ ପ୍ରଭାବରେ ପ୍ରଭାବିତ ଯେ ନୟମୀ କହିଲେ, ତୁମେ ଋତୁକୁ ତୁମେ ଚାଲିଯାଅ, ତୁମର ତ ପିଲା ଛୁଆ କିଛି ନାହିଁ, ମୋ ପୁଅ ନାହିଁ, ତମେ ଚାଲିଯାଅ, ନିଜ ଘରକୁ ପଳେଇଯାଅ। କିନ୍ତୁ ଋତ 1:17 ଟିକେ ପଢନ୍ତୁ ଯେ, ତୁମ୍ଭେ ଯେଉଁଠାରେ ମରିବ, ତୁମ୍ଭେ ଯେଉଁଠାରେ ମରିବ, ମୁଁ ମଧ୍ୟ ସେଇଠାରେ ମରିବି ଓ ସେଇଠାରେ ମୋହର କବର ହେବ। କେବଳ ମୃତ୍ୟୁ ଛଡା ଆଉ କିଛି ହିଁ ଯେବେ ତୁମ୍ଭକୁ ଓ ମୋତେ ବିଚ୍ଛେଦ କରଇ, ତେବେ ସଦାପ୍ରଭୁ ସେହି ଦଣ୍ଡ ଓ ମଧ୍ୟ ତହିଁରୁ ଅଧିକ ମୋତେ ଦିଅନ୍ତୁ। ଆମେନ୍। 18 ପଢିନାହାନ୍ତି? ଏ ରୂପେ ତାହା ସହିତ ଯିବା ପାଇଁ ଋତ ଦୃଢ ମନସ୍ଥ ଅଟେ। ଏହା ଦେଖି ସେ ତାହାକୁ କଥା କହିବାକୁ କ୍ଷାନ୍ତ ହେଲା। କହିବାରୁ କ୍ଷାନ୍ତ ହେଲା। ମାନେ ଦୃଢ ମନସ୍କ ମନରେ ନୟମୀ ସାଙ୍ଗରେ ପ୍ରଭୁଙ୍କ ସେବା ବି କରିବା ପାଇଁ ସେ ଦୃଢ ମନସ୍କ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କ ଅନୁବର୍ତ୍ତୀ ହେବା ପାଇଁ, ପ୍ରଭୁଙ୍କ ସେବାର ଅନୁବର୍ତ୍ତୀ ହେବା ପାଇଁ ଆମେ କେତେ ଦୂର କେତେ ସମୟ ଦୃଢ ମନସ୍କଠୁ ଆମର ନିଷ୍ପତ୍ତି ଦୃଢ ରହିବା ନିହାତି ଦରକାର। ମନର ନିଷ୍ପତ୍ତି ଭାଙ୍ଗି ନ ଯାଉ ପ୍ରଭୁଙ୍କ ସେବା ପାଇଁ, ଉପାସନା ପାଇଁ। ନିନ୍ଦା ଆସିଲେ କି କ୍ଲେଶ ଆସିଲେ, ସମସ୍ୟା ଆସିଲେ ଭାଙ୍ଗି ନ ଯାଉ ଆମର ନିଷ୍ପତ୍ତି। ଦୃଢ ମନସ୍କ ତାକୁ କୁହାଯାଏ। ମୁଁ ଆପଣଙ୍କୁ ତୃତୀୟରେ କରିବି ଯେ ଦୃଢୀକରଣର ଫାଇଦା କଣ? ଦିନକରେ ରାଜ୍ୟ ଭାଙ୍ଗି ଯିବା ଉପରେ ଅଛି। ରାଜ୍ୟ ଭାଙ୍ଗି ଯିବା ମାନେ ପରମେଶ୍ୱର ଚାହୁଁଛନ୍ତି ସଲୋମନ ରାଜା ହେବା ପାଇଁ। ଆଗରୁ ପରମେଶ୍ୱର ଦାଉଦଙ୍କୁ, କିନ୍ତୁ କାଳକ୍ରମେ ଓଦନୀୟ ରାଜା ହେଇଗଲେ। ଜବରଦସ୍ତ ରାଜ୍ୟରେ ଓଦନୀୟ ରାଜା ହେଇଗଲେ। ଲୋକ ଦଳ ସବୁ ରେଡି କରିଦେଲେ ଦୁନିଆରେ ପ୍ରଭୁଙ୍କ ଲୋକ ହେବା ପାଇଁ, ପାଦ୍ରୀ ହେବା ପାଇଁ, ପାଷ୍ଟର ହେବା ପାଇଁ, ଲିଡର ହେବା ପାଇଁ। ଜବରଦସ୍ତ ସ୍ତ୍ରୀ ଲୋକ, ପ୍ରଭୁଙ୍କର ଆହ୍ୱାନ ନଥାଏ, ଆଉ ପ୍ରଭୁଙ୍କର ନିଯୁକ୍ତ ନଥାଏ, ନ ଖୋଜି। ଛାଡ଼ନ୍ତୁ, ଏଇଟା ଆମର ଆଲୋଚନାର ବିଷୟ ନୁହଁ। କୋଶ୍ଚିନ୍ ବି ଆସିବାର ସମ୍ଭାବନା। କିନ୍ତୁ ଯେ ଓଦନୀୟ ନିଜ ଇଚ୍ଛାରେ, ଦେଖନ୍ତୁ, ନିଜ ଇଚ୍ଛାରେ ଲୋକ ହେବାର ସମ୍ଭାବନା ନାହିଁ। ଜଣେ ଲୋକ ଯୀଶୁଙ୍କୁ କହିଲେ, ଯୀଶୁ ଗୁରୁ, ଆପଣ ଯେଉଁ ସ୍ଥାନକୁ ଯିବେ ମୁଁ ସେଇ ସ୍ଥାନକୁ ଆସିବି। ନିଜେ ଚାହିଁଲେ, କିନ୍ତୁ ଯୀଶୁ କହିଲେ ଆକାଶର ପକ୍ଷୀର ଆଉ କୋକିଶିଆଳିର ଗର୍ତ୍ତ ଅଛି, ପକ୍ଷୀର ବର୍ଷା ଅଛି, ମନୁଷ୍ୟ ପୁତ୍ରଙ୍କର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ। ନିଜେ ଇଚ୍ଛାରେ ନୁହେଁ। ପ୍ରିୟ ଭାଇ ଭଉଣୀ ମାନେ, ସେଇଭଳି ଓଦନୀୟ ଜବରଦସ୍ତ ରାଜା ହେଇଗଲେ। କିନ୍ତୁ ନାଥନ ଭବିଷ୍ୟତ ବକ୍ତାଙ୍କୁ ନ ଡାକି ଅଭିଷେକ ହେଇଗଲେ। ନାଥନ ଭବିଷ୍ୟତ ବକ୍ତା ପରମେଶ୍ୱରଙ୍କ ପ୍ଲାନକୁ ସେଟ୍ କରିବାକୁ ଯାଉଛନ୍ତି। ପ୍ରଥମ ରାଜା ଭଳି 1:14 ଦେଖନ୍ତୁ, ରାଜ୍ୟକୁ ଦୃଢ କରିବା ପାଇଁ କଥାକୁ ଦୃଢ କରିବାର ଅଛି।
ଈଶ୍ୱରଙ୍କ ଲୋକମାନଙ୍କର କଥାକୁ ଦୃଢ କରିବା ଦରକାର। Praise the Lord। ପଢନ୍ତୁ। ଦେଖ, ତୁମ୍ଭେ ରାଜାଙ୍କ ସଙ୍ଗେ କଥାବାର୍ତ୍ତା କରୁଥିବା ବେଳେ ମୁଁ ମଧ୍ୟ ତୁମ୍ଭ ପଛେ ଯାଇ ତୁମ୍ଭ କଥା ଦୃଢ କରିବି। Yes। କଥାକୁ ରାଜ୍ୟ ଦୃଢ ହେବା ପାଇଁ ପ୍ରିୟ ଭାଇ ଭଉଣୀ ମାନେ, ଈଶ୍ୱରଙ୍କ ଲୋକମାନେ ଆମ ଉକ୍ତି ଆତ୍ମିକ ଭାବରେ ଦୃଢ ହେବା ଦରକାର। ଦୁର୍ବଳ ନ ହେଉ। ପରମେଶ୍ୱରଙ୍କ ଲୋକମାନଙ୍କର ଉକ୍ତି, ପ୍ରାର୍ଥନା, ବିଶ୍ୱାସର ଉକ୍ତି, ପ୍ରଚାର ଇତ୍ୟାଦି ଦୃଢ ହେଉ, ଦୁର୍ବଳ ନ ହେଉ। ତାପରେ ରାଜ୍ୟ ଯେମିତି ରାଜ୍ୟକୁ ସେମିତି ହେଇପାରିଲା। କଥାର ଆଉ ଦାଉଦ ସଲୋମନଙ୍କୁ ଗୋଟେ କଥା କହିଲେ, ପ୍ରଥମ ବଂଶାବଳୀ 28 ପର୍ବର କାହିଁରେ ଦୃଢ ଦରକାର। ଶୁଣନ୍ତୁ ପ୍ରିୟ ଭାଇ ଭଉଣୀ। 28 ପୁଣି ଶିକ୍ରି ନାମରେ ଇଫ୍ରାଇମୀୟ ଓ ଏକ ବିକ୍ରମଶାଳୀ ଲୋକ ରାଜପୁତ ମାସେୟକୁ ଓ ଗୃହାଧ୍ୟକ୍ଷ ଅଶ୍ରିକାମକୁ ଓ ରାଜାଙ୍କ ଦ୍ୱିତୀୟ ସ୍ଥାନୀୟ ଇଲିକାନାକୁ ବୋଧ କଲେ। ଆଜ୍ଞା, ପ୍ରଥମ ବଂଶାବଳୀ 28 ପର୍ବର Sorry। 7। ଆଉ ଯେବେ ସେ ଆମର ଆଜ୍ଞା ଓ ଶାସନ ସବୁ ପାଳନ କରିବାକୁ ଦୃଢ ଚିତ୍ତ ହେବ, ତେବେ ଆମେ ତାହାର ରାଜ୍ୟ ଚିରକାଳ ସ୍ଥିର କରିବା। Praise the Lord। ଚିତ୍ତରେ ଭାବନାରେ ଦୃଢ ପ୍ରିୟ ଭାଇ ଭଉଣୀ ମାନେ, ସୋଲୋମନ ରାଜ୍ୟ ପାଇଲା ପରେ ତାଙ୍କ ବାପା ଦାଉଦ କହୁଛନ୍ତି ଯେ ଆଜିର ନ୍ୟାୟ ଯେବେ ସେ ଆମର ଆଜ୍ଞା ଓ ଶାସନ ସବୁ ପାଳନ କରିବାକୁ ଦୃଢ ଚିତ୍ତ ହେବ। ରାଜ୍ୟ ସ୍ଥିର ହବାର ବହୁତ କଷ୍ଟ। ପ୍ରଭୁରେ ସ୍ଥିର ରହିବାର ବହୁତ କଷ୍ଟ ସମସ୍ତଙ୍କ ପାଇଁ। ଆଜି ହେଇପାରେ, କାଲି ହେଇପାରେ, କିନ୍ତୁ ଆଗାମୀ ସମୟ ମାନଙ୍କରେ ସେମ ରହିବା ବହୁତ କଷ୍ଟ। ବହୁତ ପ୍ରଭୁଙ୍କ ଲୋକମାନେ ହଟି ଯାଉଛନ୍ତି, ଦୁର୍ବଳ ହେଇଯାଉଛନ୍ତି। ଆରମ୍ଭରେ ଆଧ୍ୟାତ୍ମିକ ଥାଏ, ଧୀରେ ଧୀରେ ଶେଷରେ ମାନସିକ ହେବାର ସମ୍ଭାବନା ଥାଏ। ତେଣୁ ଚିତ୍ତ ପାଳନ କରିବା ପାଇଁ ଚିତ୍ତ ଦୃଢ, ନିଷ୍ପତ୍ତି ଦୃଢ, ଭାବନା ଦୃଢ ରହିବା ଦରକାର। ମୋର ଆପଣଙ୍କର, ମୁଁ କହିଦଉଛି ତାହା ନୁହେଁ, ମତେ ବି ଦୃଢ ଦରକାର, ଆପଣଙ୍କୁ ବି ଦୃଢ ଦରକାର। ପୁଣି ଆମର ପରିବେଶ ଯେମିତି ଭାଙ୍ଗି ନଯାଏ, ଶତ୍ରୁ ଯେପରି ପଶି ନଯାଏ। ଦ୍ୱିତୀୟ ବଂଶାବଳୀ 11 ପର୍ବର 11 ପଦ ଦେଖନ୍ତୁ। ଆମର ପ୍ରାଚୀର ଦୁର୍ଗକୁ ଦୃଢ କରିବା ଦରକାର। Praise the Lord। ଆଉ ସେ ସକଳ ଦୁର୍ଗ ଦୃଢ କରି ତହିଁ ମଧ୍ୟରେ ସେନାପତି ମାନଙ୍କୁ ଓ ଖାଦ୍ୟଦ୍ରବ୍ୟ ପୁଣି ତୈଳ ଦ୍ରାକ୍ଷାରସ ରଖିଲେ। ଆମର ଦୁର୍ଗକୁ ପୁରା ଦୃଢ କରୁ। କହିବାକୁ ସମୟ ନାହିଁ, ଗୋଟେ ଗୋଟେ ଶବ୍ଦକୁ ବ୍ୟାଖ୍ୟା କରିବା ପାଇଁ ଅନ୍ୟ ସମୟରେ ଦେଖନ୍ତୁ। ଦ୍ୱିତୀୟ ବଂଶାବଳୀ 26 ପର୍ବର 15 ପଦରେ ଉଷିୟ ସେ ଦୃଢ କଲେ ତାଙ୍କ ଦୁର୍ଗକୁ, କାନ୍ଥିକୁ, ଯେପରି ଶତ୍ରୁ ପ୍ରବେଶ ନ କରିବ। ସେ ଅସ୍ତ୍ର ଶସ୍ତ୍ର ଭଣ୍ଡାରକୁ, ପ୍ରାଚୀରକୁ ଦୃଢ କଲେ, ଅସ୍ତ୍ର ଶସ୍ତ୍ର ଭଣ୍ଡାର ରଖିଲେ, ଯେପରି ଶତ୍ରୁ ପ୍ରବେଶ ନ କରିବେ। ଆମର ଦୁର୍ଗ ଦୃଢ ଥାଉ। ଶୟତାନ ପରମେଶ୍ୱରଙ୍କୁ କହିଥିଲେ ଆଇବଙ୍କ ବିଷୟରେ, ଆଇବ ବିନା କାରଣରେ ତୁମକୁ ଭୟ କରୁନାହିଁ, ମାତ୍ର ତାର ଚାରିଆଡେ ତମେ ବାଡ ଦେଇଛ। ଏହା ଦୃଢ ଥାଉ। ପରମେଶ୍ୱରଙ୍କ ଆଶୀର୍ବାଦ ପରିବେଶ ଆମର ଚତୁର୍ଦିଗରେ ଦୃଢ ଥାଉ, ଯେପରି ଦୁର୍ଗ ଦୃଢ ଯାହାକୁ କୁହାଯାଏ। ପ୍ରିୟ ଭାଇ ଭଉଣୀ ମାନେ, ପୁଣି ମୁଁ କହିବି ଆପଣ ମାନଙ୍କୁ ଯେ ଯିରିମିୟ 51ର 12 ପଦରୁ ପୁଣି ଆମକୁ ଦୃଢ କରିବାକୁ ପଡିବ। ଗୋଟିଏ ପରେ ଗୋଟିଏ ଏ ଶେଷ କାଳରେ ଦୃଢ କରିବାକୁ ପଡିବ, ଯେପରି ଶୟତାନ ଶତ୍ରୁ ଭାଙ୍ଗି ନ ଦିଏ। ପ୍ରଭୁଙ୍କ ନାମରେ ଜୟ ହଉ। 51ର 12 ପଦ। 51-12। ବାବିଲର ପ୍ରାଚୀର ବିରୁଦ୍ଧରେ ଧ୍ୱଜା ସ୍ଥାପନ କର, ରକ୍ଷକ ଦଳ ଦୃଢ କର, ପ୍ରହରୀଗଣ ନିଯୁକ୍ତ କର। ରକ୍ଷକ ଦଳ, ଆମର ମଣ୍ଡଳୀର ଲିଡର ମାନେ, ମଣ୍ଡଳୀର ସଭ୍ୟ ମାନେ, କର୍ମକର୍ତ୍ତା ମାନେ ହେଲେ ରକ୍ଷକ ଦଳ। ବର୍ତ୍ତମାନ ସେମାନେ ଦୃଢ ରହିବା ଦରକାର, ବିଶ୍ୱାସରେ, ଭରସାରେ, ଜ୍ଞାନରେ, ବୁଦ୍ଧିରେ, ଗୋଟିଏ ପରେ ଗୋଟିଏ ଅନ୍ୟାନ୍ୟ ଆସକ୍ତ ରହିବା, ମନରେ ମନସ୍କ ଦୃଢ ମନସ୍କରେ ଦୃଢ ରହିବା ଦରକାର ଆମର ରକ୍ଷକ ଦଳ।
प्रभुଙ୍କ ଲୋକମାନେ ପ୍ରଭୁଙ୍କର ମୁଖ୍ୟ ଲୋକମାନେ ଯାଜକ ମାନେ ଲିଡର ମାନେ ବାଳବାଦୀ ମାନେ ଦୃଢ ରହିବା ଦରକାର। ସେମାନେ ଦୃଢ ରହିଲେ ମଣ୍ଡଳୀ ଦୃଢ ରହିବ, କୌଣସି ଭ୍ରାନ୍ତି ପଶିବ ନାହିଁ, କୌଣସି ଭାଗ ବିଭାଗ ପଶିବ ନାହିଁ, ପାଠ ପରେ ପାଠ ହେବ ନାହିଁ। ଏପରି ମଣ୍ଡଳୀକୁ ରକ୍ଷା କରିବା ଲୋକମାନେ ଦୃଢ ରହିବା ଦରକାର। ପୁଣି ଶୁଣନ୍ତୁ ହିତୋପଦେଶ 4 ପର୍ବର 13 ପଦରେ ଯେତିକି ବାକ୍ୟ ଆମେ ଶୁଣୁଛୁ ମାତ୍ର ଶୁଣୁଛୁ, ଶୁଣା ଶୁଣା ଚାଲିଛି ମାତ୍ର କଣ ହେବା ଦରକାର? ଉପଦେଶ ଦୃଢ କରି ଧର, ତାକୁ ଛାଡି ଦିଅ ନାହିଁ, ତାକୁ ରଖ, କାରଣ ତାହା ତୁମ୍ଭର ଜୀବନ। Praise the Lord। ପ୍ରଭୁ ଯୀଶୁ ଗୋଟେ ଦୃଷ୍ଟାନ୍ତରେ କହିଲେ, ପୁଣୁ ପୁଣୁ ବାଟ ପାଖରେ ପଡିଲା, ତାର ଅର୍ଥ ପ୍ରଭୁ ବୁଝେଇଥିଲେ କଣ ବୋଲି? ଲୋକମାନେ ଆନନ୍ଦରେ ଶ୍ରବଣ କରନ୍ତି, ଏ ପ୍ରଚାର କରିବ ସେ ପ୍ରଚାର କରିବ, ବକ୍ତା ଇଏ ସିଏ, ଏଭଳି ଆନନ୍ଦ ଥାଏ, କିନ୍ତୁ ଶୁଣିଲା କ୍ଷଣେ ବୁଝି ନ ପାରିଲେ ଶୟତାନ ହରଣ କରି ନେଇଯାଏ। ଆଜି ଖ୍ରୀଷ୍ଟିଆନ ମାନଙ୍କ ଠାରୁ ଶୟତାନ ପରବର୍ତ୍ତୀ ସମୟରେ ଯେତିକି ବାକ୍ୟ ଶୁଣିଥିବା ସବୁ ହରଣ କରି ନେଇଯାଉଛି, ଆମେ ଖ୍ୟାଲ ରଖିପାରୁନୁ। ମନରେ ଗୋଟିଏ ହେଲେ ନାହିଁ, କାମରେ ଗୋଟେ ହେଲେ ଲାଗୁନି, ସବୁ ହରଣ କରି। ତେଣୁ ଜ୍ଞାନୀ କହିଲେ ଯେ ଉପଦେଶ ଦୃଢ କରି ଧର, ତାକୁ ଛାଡି ଦିଅ ନାହିଁ। ବାକ୍ୟ ଶୁଣି 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 ଦୁନିଆ ଶ୍ରୁତି ମଧୁର ହିସାବରେ ଶୁଣି ଶୁଣି ଚାଲିଛି। ଆଜି ଏ ବକ୍ତା ଠାରୁ ଶୁଣିବା, କାଲିକି ସେ ବକ୍ତା ଠାରୁ ଶୁଣିବା, ବକ୍ତା ଚଏସ୍ କରି 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 ଗୋଟେ ମଜାରେ ଚାଲିଛି, କିନ୍ତୁ ବାକ୍ୟକୁ ଦୃଢ କରି ଧରିବା ହଉଛି ଆମର କର୍ତ୍ତବ୍ୟ, ମୋର କର୍ତ୍ତବ୍ୟ, ଆପଣଙ୍କର କର୍ତ୍ତବ୍ୟ। କେବଳ ତା ବାକ୍ୟକୁ ଦୃଢ କରି ଚାଲିଲା ପରେ ବି ଆଉ କିଛି ଆମର କାମ ଅଛି। ଜିହିଜିକଲକୁ ପରମେଶ୍ୱର କହିଲେ, ସେତେବେଳେ ଲୋକମାନେ ଜିହିଜିକଲଙ୍କର କଥା ଶୁଣିବା ପାଇଁ ପ୍ରସ୍ତୁତ ନଥିଲେ। ଜିହିଜିକଲ 3 ପର୍ବର 8 ପଦ ଟିକେ ଯିବ। ଜୟ ସର୍ବଶକ୍ତିମାନ। ଦେଖ ଆମେ ଆମ୍ଭେ ସେମାନଙ୍କ ମୁଖର ପ୍ରତିକୂଳରେ ତୁମ୍ଭର ମୁଖ ଓ ସେମାନଙ୍କର କପାଳର ପ୍ରତିକୂଳରେ ତୁମ୍ଭର କପାଳ ଦୃଢ କରିଅଛୁ। ଯୋଉମାନେ ନିଷ୍ଠୁରଚିତ ଶ୍ରୋତା ମାନେ, କିଛି ପ୍ରତିକ୍ରିୟା ନାହିଁ, କେବଳ ଶୁଣି ଶୁଣି ଅଜଗର ସାପ ପରି ପଡିଛନ୍ତି, ଶୁଣି ଶୁଣି ପ୍ରତିକ୍ରିୟା କିଛି ନାହିଁ। ଆଉ ନିଷ୍ଠୁରଚିତ ଯୋଉମାନେ, ସେମାନଙ୍କ ପାଇଁ ପରମେଶ୍ୱର ଜିହିଜିକଲକୁ କହିଲେ ସେମାନଙ୍କ କପାଳ ଦୃଢ। ଅନ୍ୟ ଜାତି ମାନଙ୍କ ନିକଟକୁ ପଠେଇଥିଲେ ଭଲ ହେଇଥାନ୍ତା, ମାତ୍ର ସେମାନଙ୍କ କପାଳ ବିରୁଦ୍ଧରେ ତୁମର କପାଳକୁ ଆମେ ଦୃଢ କରିବୁ। ପରମେଶ୍ୱରଙ୍କ ଲୋକମାନେ ଆଉ ଦୃଢ ହେବାକୁ ପଡିବ। ଶୁଣନ୍ତୁ ବା ନ ଶୁଣନ୍ତୁ, ପାପ ବିରୁଦ୍ଧରେ କଥା କହିବା ପାଇଁ, ପ୍ରଚାର କରିବା ପାଇଁ, ଦୁଷ୍ଟତା ସଂଶୋଧନ କରିବା ପାଇଁ ଦୃଢ ଚିତ୍ତ, ଦୃଢ କପାଳ ହେବ। କେତେ ବାରଣ ଆସୁ, କେତେ ନିନ୍ଦା ଆସୁ, ତାଡନା ଆସୁ, ଦୃଢ କପାଳରେ ପରମେଶ୍ୱରଙ୍କର କାର୍ଯ୍ୟ, ସେବା କାର୍ଯ୍ୟ କରିବାକୁ। ଶତ୍ରୁ ମାଡି ଆସୁଛି, ଶତ୍ରୁ ମାଡି ଆସୁଛି ବୋଲି ଗୋଟେ ପୂର୍ବ କଥା କହିବି। 2 ରାଜାବଳୀ 6 ପର୍ବର 32 ପଦ, ଯେ ଇଲିଶାୟ ବିରୁଦ୍ଧରେ ଶତ୍ରୁ ଅକାରଣେ ଇଲିଶାୟ ବିରୁଦ୍ଧରେ ଆସୁଛି। ଇଲିଶାୟ କଣ କହୁଛନ୍ତି ଦୟାକରି ଶୁଣନ୍ତୁ। 2 ରାଜାବଳୀ 6 ପର୍ବର 32। ଜୟ ପ୍ରଭୁ। କିଏ ପଢୁନାହାନ୍ତି? ମାତ୍ର ଏଲିଶାୟ ଆପଣା ଗୃହରେ ବସିଥିଲେ ଓ ପ୍ରାଚୀନ ବର୍ଗ ତାଙ୍କ ସଙ୍ଗେ ବସିଥିଲେ। ଏପରି ସମୟରେ ରାଜା ଆପଣା ଛାମୁରୁ ଜଣେ ଲୋକ ପଠାଇଲେ। ମାତ୍ର ସେ ଦୂତ ଇଲିଶାଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଇଲିଶା ପ୍ରାଚୀନ ବର୍ଗଙ୍କୁ କହିଲେ, ଏହି ନରହତ୍ୟାକାରୀର ପୁତ୍ର କିପରି ମୋର ମସ୍ତକ ନେବା ପାଇଁ ଲୋକ ପଠାଇଅଛି, ଏହା କଣ ତୁମେମାନେ ଦେଖୁଅଛ? ଦେଖ, ସେ ଦୂତ ପହଞ୍ଚିବା ବେଳେ ଦ୍ୱାର ବନ୍ଦ କର ଓ ତାକୁ ଅଟକାଇବା ପାଇଁ ଦ୍ୱାର ଦୃଢ କରି ଧର। ତାହାର ପ୍ରଭୁର ପଦଶବ୍ଦ କଣ ତାହାର ପଛରେ ନାହିଁ? ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କ ଲୋକଙ୍କ ବିରୁଦ୍ଧରେ ଶତ୍ରୁ ଶୟତାନ ଚର୍ଚ୍ଚା ଚାଲିଛି। ତେଣୁ ଆମର ଦ୍ୱାର ଦୃଢ ଥାଉ। ପ୍ରିୟ ଭାଇ ଭଉଣୀ ମାନେ, ଯୋଉଠି ଆମେ ଅଛୁ ସେ ଦ୍ୱାର ଦୃଢ ଥାଉ।
ଦୃଢ ଥାଉ ମାନେ ଆପଣଙ୍କର ମଣ୍ଡଳୀ ପ୍ରାର୍ଥନା କରିବା ବେଳେ ପିତରଙ୍କ ପାଇଁ ପିତର ଯେତେବେଳେ ଚାଲି ଆସିଲେ ଯେ ଜେଲର କବାଟ ଗେଟ୍ ତା ମନକୁ ଖୋଲିଗଲା, କିନ୍ତୁ ପିତର ମଣ୍ଡଳୀ ପ୍ରାର୍ଥନା କରିବା ମଣ୍ଡଳୀର ଦ୍ୱାରରେ ବାରମ୍ବାର ଆଘାତ କଲେ ତା ମନକୁ ଖୋଲା ଯାଇ ପାରି ନାହିଁ ଯେ ପର୍ଯ୍ୟନ୍ତ ରୋଦା ଖୋଲିବ ନାହିଁ। ବୁଝିପାରିଲେ ଆଜ୍ଞା? ଜେଲ ଘରର କବାଟ ଆଉ ଗ୍ରିଲ ତା ମନକୁ ମନ ଖୋଲିଗଲା, କିନ୍ତୁ ମଣ୍ଡଳୀ ପ୍ରାର୍ଥନା କରିବା ଘରର ଦ୍ୱାର ତା ମନକୁ ଖୋଲି ନାହିଁ। ବାରମ୍ବାର କବାଟ ମାରିବାକୁ ପଡିଲା ପିତରଙ୍କୁ। ଖୋଲିଲେ ଯାଇ ପଶିବେ। ଏଇ ଦ୍ୱାର ଦୃଢ ଥାଉ, ମଣ୍ଡଳୀର ପ୍ରାର୍ଥନା ର ଘରର ଦ୍ୱାର ଦୃଢ ଥାଉ, କେହି ଇଚ୍ଛା ଅନୁସାରେ ପଶି ନ ପାରିବା ବଢିଆ ଦୃଢ ଥାଉ। ଆଜିକାଲି ପଶିବା ପାଇଁ ଚାନ୍ସ ଅଛି ଆଜ୍ଞା। ଭଣ୍ଡ ଶିକ୍ଷକ ମାନେ ବାଇବଲକୁ ଓଲଟ ପାଲଟ କରି ଚମତ୍କାର କରି ପ୍ରଚାର କରିବା ଲୋକମାନେ, ଆପଣଙ୍କର କବାଟ ଦୃଢ ଥାଉ, ଆପଣଙ୍କ ଦ୍ୱାର ମଣ୍ଡଳୀର ଦ୍ୱାର ଦୃଢ ଥାଉ। ପୁଣି କହିବି ଆପଣ ମାନଙ୍କୁ, ଆଉ କଣରେ ଦୃଢ ହେବାର ଅଛି ଗୋଟେ ଦିଟା କହିବି, ଯେ ତା ହଉଛି ଫିଲିପି 1:25 ଆମର ଜାଣିବା ଦୃଢ। ଯୋଉ ପ୍ରକାର ଭାବରେ ଜାଣିଛୁ ଈଶ୍ୱରଙ୍କୁ, ତାଙ୍କ ଦୟାକୁ, ତାଙ୍କ କୃପାକୁ, ତାଙ୍କ ଶକ୍ତିକୁ, ତାଙ୍କ ବାକ୍ୟକୁ, ଯାହା ଯାହା ତାହା ଦୃଢ ହଉ। ଆଉ ମୁଁ ଦୃଢ ରୂପେ ଏହା ଜାଣେ ଯେ ମୁଁ ରହିବି, ହଁ ବିଶ୍ୱାସରେ ତୁମ୍ଭମାନଙ୍କ ବୃଦ୍ଧି ଓ ଆନନ୍ଦ ନିମନ୍ତେ ତୁମ୍ଭ ସମସ୍ତଙ୍କ ସହିତ ରହିବି। ଆମେନ୍। ଜାଣିବାରେ ଦୃଢ, ପରମେଶ୍ୱରଙ୍କର ବାକ୍ୟ, ତାଙ୍କ ଦୟା, ତାଙ୍କ କରୁଣା, ତାଙ୍କ ଶକ୍ତି, ଯାହା ସବୁ ଜାଣିବାର ବିଷୟ ଲିଷ୍ଟ ଅଛି ବାଇବଲରେ, ଯାହା ଜାଣିବା ଦରକାର ବିଶ୍ୱାସୀ ବିଶ୍ୱାସିନୀ ପ୍ରଭୁଙ୍କ ଲୋକମାନେ, ମୁଁ ଆପଣ ମାନେ ଯାହା ଜାଣିବା ଦରକାର ତାହା ଦୃଢ ଭାବରେ ଜାଣିବା ଅଛି। ତାହା ଭାଙ୍ଗି ନ ଯାଉ କେବେ, ଅଜଣା ହେଇ ନ ଯାଉ କେବେ। ଯେପରି ମୁଁ ସେତେବେଳେ କହିଥିଲି ଆପଣଙ୍କୁ, ପିତର କହିଲେ ଆଉ ଯୀଶୁଙ୍କୁ, ଆମେ କାହା ପାଖକୁ ଯିବୁ? ଆପଣଙ୍କ ଛାଡି, ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି, ଆପଣ ସେହି ପବିତ୍ର ପୁରୁଷ, ଏହା ମାନେ ବିଶ୍ୱାସ କରୁ ଏବଂ ଜାଣୁ। ଏଇଭଳି ଆମର ଜାଣିବା ଦୃଢ ହେଉ, ଈଶ୍ୱରଙ୍କ ବିଷୟରେ, ଶାସ୍ତ୍ର ବିଷୟରେ, ଧର୍ମ ବିଷୟରେ ଯାହା ସବୁ ଆମମାନଙ୍କୁ ଜାଣିବାକୁ ହବ ତାହା ଜାଣିବା ଦୃଢ ହେଉ। ପ୍ରିୟ ଭାଇ ଭଉଣୀ ମାନେ, ଶେଷ ଆଡକୁ ଆସିଲେ ମୁଁ ଆପଣଙ୍କୁ 2 ତିମୋଥୀ 1:12 ଆଉ କାହିଁରେ ଦୃଢ ଦରକାର ଶୁଣନ୍ତୁ। ଜୟ ପ୍ରଭୁ। 2 ତିମୋଥୀ 1:12। ଜୟ ହାଲେଲୁୟା। ଏହି କାରଣରୁ ମଧ୍ୟ ମୁଁ ଏହି ସବୁ ଦୁଃଖ ଭୋଗ କରୁଅଛି, ତଥାପି ମୁଁ ଲଜ୍ଜିତ ନୁହେଁ, କାରଣ ମୁଁ ଯାହାଙ୍କ ଠାରେ ବିଶ୍ୱାସ କରିଅଛି ତାହାଙ୍କୁ ଜାଣେ। ପୁଣି ମୁଁ ତାହାଙ୍କ ହସ୍ତରେ ଯାହା ସମର୍ପଣ କରିଅଛି ତାହା ମହାଦିନ ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ଯେ ସମର୍ଥ ଅଟନ୍ତି, ଏହା ଦୃଢ ରୂପେ ବିଶ୍ୱାସ କରୁଅଛି। ପ୍ରେଜ୍ ଦ ଲର୍ଡ। ପ୍ରିୟ ଭାଇ ଭଉଣୀ ମାନେ, ଆମେ ଯାହା ପରମେଶ୍ୱରଙ୍କ ନିକଟରେ ସମର୍ପଣ କରିଛୁ, ଯାହା ଜାଣିଛୁ ତାହା ସେ ରକ୍ଷା କରିବେ, ଏ ଆମର ଦୃଢ ବିଶ୍ୱାସ। ଆମର ବିଶ୍ୱାସ ଦୃଢ, କେବେ ବି ଟଳିବ ନାହିଁ। କାରଣ ଆପଣ ମାନେ ଜାଣିଛନ୍ତି କି ନାହିଁ କି ଯେ ବିଶ୍ୱାସକୁ ହଟେଇବା ପାଇଁ ଶୈତାନ ଶେଷ କାଳରେ କାମ କରିବ। ବିଶ୍ୱାସକୁ ଦୁର୍ବଳ କରିବା ପାଇଁ, ବିଶ୍ୱାସକୁ ଓଲଟେଇବା ପାଇଁ, ବିଶ୍ୱାସ ଜାହାଜ ଭାଙ୍ଗିବା ପାଇଁ ଶୈତାନର ପ୍ଲାନ ଚେଷ୍ଟା କରିବ। ତେଣୁ ଦୃଢ ବିଶ୍ୱାସରେ ଦୃଢ ରହିବା ଦରକାର, ଅଟଳ ରହିବା ଦରକାର। କାରଣ ବାଇବଲରେ ଲେଖାଯାଏ, ଅଟଳ ରାଜ୍ୟ ପ୍ରାପ୍ତ ହେବା ଆଶ୍ର, ମାନେ ଈଶ୍ୱରଙ୍କ ସବୁ ଅଟଳ, ସବୁ ପ୍ରାକୃତିକ ସୃଷ୍ଟି ଠାରୁ ଆରମ୍ଭ କରି ତାଙ୍କ ପ୍ରତିଜ୍ଞା, ତାଙ୍କ ବାକ୍ୟ, ତାଙ୍କର ସବୁ ଦୃଢ। କାରଣ ସେଥିପାଇଁ ଯୀଶୁ କହିଲେ, ମୁଁ ମଣ୍ଡଳୀ ଏହି ପଥର ଉପରେ ନିର୍ମାଣ କରିବି, ନରକ ବଳ ପରାଜୟ କରିପାରିବ ନାହିଁ। ସେହି ମଣ୍ଡଳୀ ଆପଣ ମାନେ, ସେହି ମଣ୍ଡଳୀ ଆମେ, ଆଉ ତାହା ଦୃଢ ରହିବ। ମୋର ଶେଷ କଥା ହଉଛି ଏବ୍ରୀ 6:18। ପ୍ରଭୁଙ୍କ ଗୌରବ ହଉ। ସେପରି ଯେଉଁଠି ଅପରିବର୍ତ୍ତନୀୟ ବିଷୟରେ ଈଶ୍ୱରଙ୍କ ମିଥ୍ୟା କହିବା ଅସମ୍ଭବ,
ତଦ୍ୱାରା ସମ୍ମୁଖସ୍ଥ ଭରସାକୁ ଧରିବା ନିମନ୍ତେ ଆଶ୍ରୟ ସ୍ଥଳକୁ ପଳାୟନ କରିଅଛୁ ଯେ ଆମ୍ଭେମାନେ ଦୃଢ ଉତ୍ସାହ ପ୍ରାପ୍ତ ହେଉ। Praise the Lord. ଧନ୍ୟବାଦ ଭଉଣୀ ମାନଙ୍କୁ। ମୁଁ ଗୋଟେ କ୍ୱେଶ୍ଚିନ୍ ବାହାର କ୍ୱେଶ୍ଚିନ୍ ଗୋଟେ ରଖିବି ଆପଣମାନଙ୍କ ସାମ୍ନାରେ। ଯୋଉଠି ବି ଗଜପତିର ଓଡିଶାରେ ଯୋଉଠି ଜୁମ୍ ହବ, ସଭା ହବ, ମିଟିଂ ହବ, ରିଭାଇଭାଲ ମିଟିଂ ହବ, ଯାହା ହବ, ଝିଅମାନେ ବାଇବଲ ପଢୁଛନ୍ତି, ପୁଅମାନେ କାହିଁକି ପଢୁନାହାନ୍ତି? यार किसी रीजन अच्छी कि आपण मत पाखरे उ कारण एमती हला कोन 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 आर रीजन कोड आज मु चाहुनी किंतु क्वेश्चन रखुची आपण काहेकि कोन मान को धन्यवाद होची जे एकदम क्लियर इमीडिएट पड़ी की मते साहाय्य कले। कारण ए लिखा जाए जे दृढ़ उत्साह आमे भरोसा स्थल को पलायन करबा पई दृढ़ उत्साह आउ केही हमको उत्साह बारंबार देवा दरकार नहीं। आमर उत्साह दृढ़ हेउ प्रभु का दिन सुनिक प्रभु दिने आपण को मते तांको लोकमान को नेबा पई आकाश मध्य को आसुचन। गुप्त आगमन प्रथम हेबो प्रिय भाई बहन आउ द्वितीय आगमन पृथ्वी का सेटा परे हेबो। हमें दृढ़ रही विश्वास रे दृढ़ रही स्थिर अटल रही प्रभुଙ୍କର गौरवर कारण प्रभु आमको समस्त आत्मिक भाव में आशीर्वाद करें। धन्यवाद समस्त। हालेलुया। आमेन आमेन। आसु प्रार्थना करबा बा सुनिथिबा वाक्य निमंते आमानक मध्यरे अछंती विनय कुमार रावल भाई से प्रार्थना रे सहायता करबा।